श्रीमद् भागवत चतुर्थ स्कंद दशमोध्याय। विष्णुर चरणे ध्रुव करि धीरमति, श्रीकृष्ण चरणे चाहि आरंभिली श्रुति। हिरण्यक्ष ब्रह्मा शरीरु जात होई, सर्व सृष्टि विधान करई ज्ञान बही। एणु से हिरण्य रेत सुहिरण्य दाता, नमस्ते हिरण्य रूप सृष्टि पिता माता। हिरण्य रूप तर सृष्टि सिंहारणे, महाप्रभुंकर आत्मा बहुत कारणे। एणु भूतंकर गतिपति रूप होई, क्षितिवृत्ते विष्णु गर्भे विष्णु रूप तुहि। सृष्टि संहारणे कृष्ण रूप जे तोहर, महाभाग सही विष्णु कूर्म रूप धर। असुर अरण्ये महादावाग्नि स्वरूप, दैत्य मत छेदन कुठार बहुदर्प। सारंग धनुधरिण रिपु बल नाही, कौमोदकी गदा तेजे दैत्य बल ध्वंसी। महादैत्य नाशरे से नंदन धारण, लोमलंबी लक्ष्मीपते दैत्यंकर निषूदन। वासुदेव नमस्तुत्य देवकी नंदन, प्रद्युम्न दी अनिरुद्ध व्यक्त कारण। कंसकेशी चाणूर पूतना दर्पहारी, निर्गुढ़ बंधनु पिता मातांक उर्धरी। दामोदर ऋषिकेश गोविंद अच्युत, हे माधव अनंत दैत्यंक प्रणाहत। नारायण नरक नाशन पापहारी, वामनाय नमोस्तुत्य नमो नरहरि। अनंताय अनंत शयन वनमाळी, रश्मिनी वल्लभ रुक्म गर्भ हेळे दळी। शिशुपाल प्राणहत असुर दळन, दानवंतक श्रीकृष्ण जय नारायण। मुकुंद परमानंद जय नंदबाला, नमस्ते पुंडरीक्ष दनुजेन्द्र काल। नमस्ते गोपाल रूप वेणुवाद्यकारी, राम रघुनाथ जे रावण प्रणहारी। बळे बलभद्र नाम बळाराति प्रिय, बळी यज्ञ भक्षण जे भक्त जनोदये। रणप्रिय हिरण्याक्ष कश्यप विदारण, नमो ब्रह्मण्य देवाय रक्ष गो ब्राह्मण। सत्ययुगे ब्रह्मरूप धरु अंतरिक्षे, सकल जगत जीव पाळतु प्रत्यक्षे। समस्त शिररे नमो सहस्र बंदन, सहस्र बाहुनाशील सहस्र श्रवण। विष्णुर श्रवण नमो गरुड़ वाहन, विश्वकेशन नमो जगन्नाथ जनार्दन। त्रिविक्रम सत्य नमो नम सत्य प्रिय, अनेक प्रकारे ध्रुव करे स्तुतिशय। बहु स्तुति करि ध्रुव मौन रहिला, निश्चल गोविंद पादे चित्ते समर्पिला। एमंत भक्ति भाव गोविंद जानिले, गरुड़ उतुरी ध्रुव समीपे मिलिले। ध्रुवंकु लगाई हृदय कमला रमण, जलद गंभीर वाक्य प्रभु नारायण। श्री भगवान उवाच, शुण हे बालक मु जानई तुम मन, घोर ताप कर तुम्भे जननी बोलेण। तोहर मन वांछा त जानई मु भले, ध्रुवलोके बसाइबि जननीर तुले। ध्रुवलोक अधिकार तोहर होइला,
କୋଟି କଳ୍ପାନ୍ତରେ ଯାହା କେହି ନ ପାଇଲା। ତୋର ପିତୃ ପିତାମହ ଅଗୋଚର ସ୍ଥାନ, ସେ ପଦକୁ ଭୁଞ୍ଜି ନିତ୍ୟ ବସତୁ ଆସନ। ସ୍ୱର୍ଗଲୋକେ ଊର୍ଦ୍ଧ୍ୱଗତେ ମର୍ତ୍ତ୍ୟଲୋକ ତଳେ, ତ୍ରୈଲୋକ୍ୟ ପ୍ରଳୟ କାଳେ ନ ଜଳେ ଅନଳେ। ଶିଶୁମାର ଚକ୍ରେ ବସ ଧ୍ରୁବ ଅଧିକାରେ, ସେ ଚକ୍ର ଭ୍ରମରେ ଭ୍ରମେ ସରି ଦିବାକାରେ। ସହରକ୍ଷ ଋଷି ଯୋଗୀ ପବନ ସହିତେ, ଧ୍ୟାନ ନିବନ୍ତରେ ସନ୍ତି ସମୀର ଯନ୍ତ୍ରେ। ସେହି ସ୍ଥାନ ବସ ଗ୍ରହ ଚକ୍ରେ ତୁ ପ୍ରତ୍ୟକ୍ଷ, ଉଚ୍ଛେ ରହି ମନୋରଥ ପୂର୍ଣ୍ଣ କଳ୍ପ ସଂଖ୍ୟେ। ପୂର୍ବେ ମହାଦେବ ବରେ ସେ ସ୍ଥାନ ମୋହର, ମୁହିଁ ଦେଲି ଧ୍ରୁବ ତୁ ନିଶ୍ଚୟ ଭୋଗ କର। ମନୁ ଯାହା ନ ପାଇଲା କେ ଅନ୍ୟ ମାନବେ, ଜନନୀ ସହିତେ ଚଳ ସୁଖ ଭୁଞ୍ଜେ ଏବେ। ପୂର୍ବେ ତୁହି ବ୍ରହ୍ମପୁତ୍ର ରାଜପୁତ୍ର ସଙ୍ଗେ, ମାତୃବୋଲ ଶୁଣି ଚିତ୍ତ କଳ୍ପି ଅଛି ଭୋଗେ। ଏ ପୁଣ୍ୟ ସ୍ୱଭାବେ ରାଜକୁଳେ ହୋଇ ଜନ୍ମ, ଏବେ ତପ ବଳେ ଭୁଞ୍ଜି ସମ୍ବାଦିତ କର୍ମ। ଶୁଣ ଅବହତି ଚିତ୍ତେ ମୁଁ କହିଲି ତୋତେ, ତପସ୍ଥାନେ ରହି ସ୍ତୁତି କଲୁ ଯେତେ ମତେ। ସର୍ବଶ୍ରୋତ୍ରମାନଙ୍କ ରାଜା ଏ ପ୍ରତ୍ୟକ୍ଷେ, ଯେ ନର ଏ ସ୍ତୁତି କରେ ମୋହର ସମ୍ମୁଖେ। ତ୍ରିସନ୍ଧ୍ୟ ପଢ଼ନ୍ତି ଯେ ବା ଏହା ଇଷ୍ଟ କରି, ତ୍ରିବିଧ ପାତକ ମୁହିଁ ବେଗେ ଯାନ୍ତି ତରି। ତାହାର ଭୁବନ୍ତୁ ଲକ୍ଷ୍ମୀ କେବେହେଁ ନ ଟଳେ, ଜନନୀ ବନ୍ଧୁ ବିଯୋଗ କେବେହେଁ ନ ଭଜେ। ଏ ତୋହର ସ୍ତୁତି ପୁଣ୍ୟ ପାପ ବିନାଶିନୀ, ବ୍ରହ୍ମ ହତ୍ୟା ଦୋଷ ହରେ ମୋର ଆଜ୍ଞା ଘେନି। ଶ୍ରଦ୍ଧା ଯୁକ୍ତେ ମୋର ଭାବେ ନିତ୍ୟ ଯେ ବା ପଡ଼େ, ସୁଖେ ମୋହ ଜଳୁ ତରେ କେବେହେଁ ନ ବୁଡ଼େ। ଏମନ୍ତେ ପ୍ରସନ୍ନେ କହି ପ୍ରଭୁ ଚକ୍ରଧର, ସନ୍ତୋଷେ ଧ୍ରୁବକୁ ଚାହିଁ ଧରିବେନି କର। କହନ୍ତି ମନୁର ବଂଶେ ଜନ୍ମ ତୋ ଶରୀର, ନର ନାରାୟଣ ଦେବତାଙ୍କ ଅଗୋଚର। ଏ ଶରୀର ଭୋଗେ ତୁ ଆତ୍ମାକୁ କରି ଭୋଗ, ଆଦି ବ୍ୟାଧି ଜଗତ ଜୀବ ତୁ ସତ୍ୟ ଯୁଗ। ଶରୀର ଅନ୍ତରେ ଧ୍ରୁବ ଲୋକେ ବସ ତୁଇ, କଳ୍ପ ସଂଖ୍ୟା ପ୍ରମାଣେ ଜନନୀ ସଙ୍ଗେ ନେଇ। ଏମନ୍ତ ଧ୍ରୁବଙ୍କୁ ବର ଦେଇ ଜନାର୍ଦ୍ଦନ, ଗରୁଡ଼ ବାହନେ ସେ ହୋଇଲେ ଅନ୍ତର୍ଦ୍ଧାନ। ବିଷ୍ଣୁର ପାଇ ସେ ଉତା ପାଦ ବଳା, ଦିବ୍ୟ ରୂପ ନିଜେ ଧରି ସଦନେ ଗମିଲା। ଜନନୀ ଚରଣେ ସେବା କଲା ଅନୁକ୍ଷଣେ, ଅନୁଭବ ଦୁଃଖ ଗଲା ଯେତେ ଥିଲା ମନେ। ପିତାର ବଲ୍ଲଭ ଦିନେ ଦିନେ ସେ ବଢ଼ଇ, ଧ୍ରୁବର ମହିମା ଅବା କେ ପାରିବ କହି। ଏମନ୍ତେ ବିଦୁର ଆଗେ ମୈତ୍ରେୟ ମୁନି, କହିଲେ ଧ୍ରୁବର କଥା ହରି ଭାବ ଘେନି। ବିଷ୍ଣୁ ପଦିତିରେ ରହି ପରୀକ୍ଷିତ ଆଗେ, ଭାବ ଭକ୍ତି ଯୋଗେ ସେ କହିଲେ ଅନୁରାଗେ। ସାନନ୍ଦ ମନେ କହିଲେ ବ୍ୟାସଙ୍କର ଶିଷ୍ୟ, ସେ ଚରିତ କଥା ଯେ ପବିତ୍ର ପୁଣ୍ୟ ରସ। ସାଧୁ ଜନ ହିତେ ମୁହିଁ କଲଇ ପ୍ରକାଶ, ଭାବ ପଦେ କହେ ବିପ୍ର ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ ଭାଗବତେ ମହାପୁରାଣ ପରମାଂଶ ସଂହିତାୟ 82 ଚତୁର୍ଥ ସ୍କନ୍ଧେ ଧ୍ରୁବ ତପସ୍ୟା ଚରଣେ ନାମ 10ମ ଅଧ୍ୟାୟ।